ମୁଁ ଏବେ ଅଛି ଢେଙ୍କାନାଳର ଗୋଟେ ଗାଁରେ। ଆଉ ଏଇଠି ଲାଷ୍ଟ ଟାଇମ୍ 3 months or 4 months ago ମୁଁ ଏଇଠିକି ଆସିଥିଲି। ଗୋଟେ ଏମିତି ଛୋଟ ଗୋଟେ ଯାତ୍ରା ଥିଲା ଏଇଠି, ତ ମୁଁ ସେଇଟା ଦେଖିବାକୁ ଆସିଥିଲି। ତ ମୁଁ ଏଇ ରୁଟ୍ରେ ଯାଉଥିଲି। ଏଇ ରୁଟ୍ରେ ଗଲାବେଳେ ମୁଁ ଦେଖିଲି ଗୋଟେ ଜଗନ୍ନାଥ ମନ୍ଦିର ଏଇଠି ଅଛି, ଦେଖିପାରୁଥିବେ। ଏଇଟା ବହୁତ ଜଙ୍ଗଲ ଭିତରେ ମନ୍ଦିରଟା। ତ ମୋତେ କାହିଁକି ସେଇଦିନ ଇଚ୍ଛା ଥିଲା କି ମୁଁ ଗୋଟେ ଭିଡ଼ିଓ କରିକି ଅପଲୋଡ଼ କରିବି। ଆଉ ଅଲମୋଷ୍ଟ 4 months ପରେ ମୁଁ ଫାଇନାଲି ଏଠିକି ଆସିଛି। ଚାଲନ୍ତୁ ଉପରକୁ ଯିବା, ମୁଁ ସେଇଠି ଆପଣଙ୍କୁ ଦେଖାଉଛି ମନ୍ଦିରଟା କେମିତି କ'ଣ। ମୁଁ ମୋ ସ୍କୁଟିରେ ଉପରକୁ ପଳେଇ ଆସୁଛି। ସେଇଠି ଘର ପରି ମନ୍ଦିରଟି। ଇଲେକ୍ଟ୍ରିସିଟି ବି ଆଇ ଥିଙ୍କ ସେଇଠି ଅଛି, କାହିଁକିନା ଗୋଟେ ଲାଇଟ୍ ଦେଖାଯାଉଛି ମୋତେ ଏଇଠୁ। ମୁଁ ଉପରକୁ ଯାଇକି ଦେଖାଉଛି। ଦେଖନ୍ତୁ ମନ୍ଦିର ଉପରୁ ଭ୍ୟୁ ଦେଖନ୍ତୁ କେତେ ସୁନ୍ଦର। ମାନେ ଇଭିନିଂ ଟାଇମ୍ ହଉ କି अर्ली मॉर्निंग टाइम हो, एଠିକାର व्यू केते सुंदर ହେଇଥିବ ଭାବୁଥାନ୍ତୁ। ଆଉ ଏଇଠି ଛୋଟ ହଉ କି ବଡ଼ ହଉ, ସେ ଜଗନ୍ନାଥ ତ ସବୁଠୁ ବଡ଼। ତାଙ୍କ ମନ୍ଦିର ଦେଖିପାରୁଥିବେ ଏଇଠି। ବହୁତ ଖୁସି ଲାଗିଲା ଗୋଟେ ଜଙ୍ଗଲ ମଝିରେ ଏଇଭଳିଆ ଗୋଟେ ଲୋକେସନରେ ଗୋଟେ ମନ୍ଦିର କିଏ ଜଣେ ବନେଇବା ପାଇଁକା ଚେଷ୍ଟା ବି କରିଛନ୍ତି। ଗୋଟେ ବଢ଼ିଆ ପ୍ରୟାସ ତାଙ୍କର ଏଇଟା। ଆଉ ଏଠିକାର ଗଭର୍ଣ୍ଣମେଣ୍ଟକୁ ମୁଁ ନିହାତି ଭାବେ ରିକ୍ୱେଷ୍ଟ କରିବି କି ଏହାର କିଛି ଡେଭଲପମେଣ୍ଟ କରାଯାଉ। କାହିଁକିନା ଏଇଟା ଗୋଟେ ବହୁତ ବଢ଼ିଆ ପ୍ଲେସ୍। ଗୋଟେ ଆଖପାଖ ଏରିଆ ବି ହଉ, ଏଠାକାର ଲୋକ ଏଠିକି ଆସିକି ନିଶ୍ଚିନ୍ତ ଭାବେ ବୁଲି ପାରିବେ। ଫଟୋସୁଟ୍ ପାଇଁ ଗୋଟେ ବଢ଼ିଆ ଜାଗା ଅଛି ଏଇଟା। ଜଗନ୍ନାଥଙ୍କର ଦର୍ଶନ ବି ହେବ। ଏଠିକାର ଇକୋନୋମି, ଛୋଟ ଯାହା ବି ଇକୋନୋମି ସେଇଟା ବି ବଢ଼ିପାରିବ। ଆଉ ଏଇଟା ଏବେ ଲକ୍ ଅଛି, ଲକ୍ ତ ନାହିଁ, ବଟ୍ ମୁଁ ଜଣାପଡ଼ୁଛି ସକାଳେ କେହି ଆସିକି ପୂଜା କରୁଛନ୍ତି। ଫୁଲ ଏକଦମ ତାଜା ଅଛି। ଆଉ ମୋତେ କାହିଁ ଠିକ୍ ଲାଗୁନି ମୁଁ ଖୋଲିବାଟା ଠିକ୍ ହେବ ବୋଲି, କିନ୍ତୁ ଷ୍ଟିଲ୍ ଆଇ ୱିଲ୍ ଟ୍ରାଏ। ଦେଖିଲେ ଜୟ ଜଗନ୍ନାଥ। ତ ଡେଫିନେଟଲି ମୋର ବହୁତ 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 ହ୍ୟୁଜ୍ ରିକ୍ୱେଷ୍ଟ କରୁଛି, ଏଇଠି ମୁଁ ଆଡ୍ରେସ୍ଟା ବି ମୁଁ କହିଦେଉଛି ନେକ୍ସଟ ଭିଡ଼ିଓରେ। ମୋତେ ବହୁତ ବଢ଼ିଆ ଲାଗିଲା ଏ ଲୋକେସନ୍। ମୁଁ ଏଠିକି ଆସିଲି, ମୋତେ ବହୁତ ଖୁସି ଲାଗିଲା। ମାନେ ଲୋକେସନ୍ ଏତେ ସୁନ୍ଦର ଲାଗୁଛି, ତା ସାଙ୍ଗରେ ଠାକୁରଙ୍କ ଗୋଟେ ମନ୍ଦିର ଏଇଠି ଅଛି, ସେଇଟା ଚାର ଚାନ୍ଦ ଲଗାଇ ଦେଉଛି ଏଠିକାର ଏରିଆକୁ।